नमस्कार। नमस्कार। ବାସ୍ତବ ସତ୍ୟର ଅନୁସନ୍ଧାନ ଅଷ୍ଟମ ଅଧ୍ୟାୟରେ ଆଜି ଆଲୋଚନା କରିବା ଯେ ମଣିଷର ସୃଜନଶୀଳତା ସୃଷ୍ଟି ହେବ କେମିତି ଏବଂ ତଦ୍ୱାରା ମଣିଷ ସତ୍ୟର ଅନୁସନ୍ଧାନ କରି ମନର ଭୟ ଦୂର କରିବ କିପରି। ସୃଜନଶୀଳ ମଣିଷ ଯେ ନିର୍ଭୀକ ହୋଇଥାନ୍ତି ତାହା କେବଳ ପ୍ରତ୍ୟେକ ବିଷୟର ସତ୍ୟ ଅସତ୍ୟକୁ ବୁଝିବାରେ ସେମାନଙ୍କ ସକ୍ଷମତା କାରଣ। ତା ଛଡ଼ା ସେମାନେ ଜୀବନ ପଥର ପ୍ରତ୍ୟେକ ମୁହୂର୍ତ୍ତକୁ ନିଜସ୍ୱ ଚେତନାରେ ତଉଲି ଏକ ସ୍ୱଚ୍ଛ ମାନବବାଦୀ ମଣିଷର ପରିଚୟ ପ୍ରଦାନ କରିବାରେ ମଧ୍ୟ ସମର୍ଥ ହୋଇଥାନ୍ତି। ବର୍ତ୍ତମାନ ବିଚାର କରିବା ଯେ ସୃଜନଶୀଳତା କ'ଣ ଏବଂ ତାହା ମଣିଷ ମସ୍ତିଷ୍କରେ କେମିତି ସୃଷ୍ଟି ସଞ୍ଚାର ହୋଇପାରିବ। ଆଚ୍ଛା, ସୃଜନଶୀଳ ଅର୍ଥ ନିଜର ସଚେତନ ସମୀକ୍ଷା ଜ୍ଞାନ ସହିତ ନୂତନ ଚେତନାର ଅନୁସନ୍ଧାନ ଓ ଅଭିବୃଦ୍ଧି। ସଚେତନ ଅର୍ଥାତ୍ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ସବୁ ବିଷୟଗୁଡ଼ିକୁ ସମୀକ୍ଷା କରି ସତ୍ୟକୁ ଜାଣି ଅବାସ୍ତବକୁ ପ୍ରତ୍ୟାଖ୍ୟାନ କରିବା। ଇଂରେଜରେ ତାକୁ କୁହାଯାଏ କ୍ରିଏଟିଭିଟି, ଅର୍ଥ ନିଜେ ନୂତନତ୍ୱ ସୃଷ୍ଟି କରିବା। ନିଜର ଜ୍ଞାନ ବିକାଶ ତଥା କୌଣସି ବିଷୟ ହେଉ କିମ୍ବା ବସ୍ତୁଗୁଡ଼ିକ ଉପରେ ଯଥେଷ୍ଟ ସ୍ୱଜ୍ଞାନ ଅର୍ଜନ କରିବା ଏବଂ ନୂତନ ଜ୍ଞାନର ସନ୍ଧାନ ସଞ୍ଚାର କରିବା ହେଉଛି କ୍ରିଏଟିଭିଟି ବା ସୃଜନଶୀଳତା। ନିଜସ୍ୱ ବିଶ୍ଳେଷଣାତ୍ମକ ଭାବନା ଶକ୍ତି ବଳରେ ମଣିଷ କୌଣସି ବିଷୟର ସମୀକ୍ଷା କରିବାକୁ ଚେଷ୍ଟା କରିବା ଦ୍ୱାରା ପ୍ରତି ମୁହୂର୍ତ୍ତରେ ସବୁ କଥାର ସତ୍ୟତାର ସନ୍ଧାନ କରିବା ସମ୍ଭବ ହୋଇଥାଏ। ମିଥ୍ୟାଭରା ସମାଜରେ ପ୍ରତ୍ୟେକ ସମୟରେ ଜଣେ ଆଉ ଜଣକୁ ମିଛ କହି ଅଯୌକ୍ତିକ ଅଲୌକିକ ସମୃଦ୍ଧିର ସମ୍ଭାର ଦେଖାଇ ନିଜର ସ୍ୱାର୍ଥ ହାସଲ କରିବାକୁ ଚେଷ୍ଟା କରୁଥିବା ବୁଝିଛନ୍ତି ଆଜି କେତେ ଜଣ? କିନ୍ତୁ ଗୋଟିଏ ଉଦାହରଣ ନେଇ ଆମେ ପ୍ରଥମେ ଦେଖିବା ଯେ ଆମେ ଯେଉଁ ସମାଜରେ ବଞ୍ଚୁଛେ ସେ ସମାଜର ଦ୍ୱିତୀୟ ବ୍ୟକ୍ତିଟି କିଏ ଏବଂ ତା ପରବର୍ତ୍ତୀ ଅନ୍ୟାନ୍ୟ ସମସ୍ତେ ଆମ ପ୍ରତି କ'ଣ ଉଦ୍ଦେଶ୍ୟ ରଖି ସମ୍ପର୍କ ସ୍ଥାପନ କରି ଗଢ଼ି ଉଠିଛି ଆମ ମଣିଷ ସମାଜ। ପ୍ରଥମେ ଜନ୍ମଦାତ୍ରୀ ମା ଏବଂ ତାପରେ ବାପା ବ୍ୟତୀତ ଗୋଟିଏ ସ୍ଥାନରୁ ଉତ୍ପତ୍ତି ଭାଇ ଓ ଭଉଣୀ ସମୂହ ହେଉଛନ୍ତି ଆମ ଜୀବନର ପ୍ରତ୍ୟକ୍ଷ ଆଙ୍ଗିକ ଅଂଶବିଶେଷର ସମ୍ପର୍କିତ ଚେହେରା। ତାପରେ ଆହୁରି ଅନେକ ଅନ୍ୟାନ୍ୟ ସମ୍ପର୍କିତ ଚେହେରା ରହିଥାନ୍ତି ଯେଉଁମାନେ ପରୋକ୍ଷ ଆଙ୍ଗିକ ସମ୍ପର୍କିତ ମଣିଷ ଗୁଡ଼ିଏ ଯାହାଙ୍କୁ ଆମେ ଆମ ପରିବାର ବନ୍ଧୁବର୍ଗ ବୋଲି ଜାଣିଥାଉ। ତାପରେ ଆହୁରି ଅନେକ ପ୍ରକାର ସମ୍ପର୍କ। ବର୍ତ୍ତମାନ ଦେଖିବା ଯେ ଆମେ ଯାହାଙ୍କୁ ନେଇ ନିଜର ପରିବାର କିମ୍ବା ଅନ୍ୟାନ୍ୟ କୌଣସି ସମ୍ପର୍କିତ ମଣିଷ ବୋଲି ଗର୍ବିତ ସେମାନଙ୍କ ଆମ ପ୍ରତି ଆନ୍ତରିକ ଭାବ କେତେ? ସେମାନେ ନିଜ ନିଜ ସ୍ୱାର୍ଥ ପାଇଁ ଅନେକ ସମୟରେ ଆମକୁ ମିଛ କହନ୍ତି କି ନାହିଁ? ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ଅଳ୍ପ ବହୁତ କିଛି ଅଭିଜ୍ଞତା ରହିଥିବ ଯେ ମା ବାପାଙ୍କ ବ୍ୟତୀତ ଦୁନିଆର ଆଉ ଯେତେ ସବୁ ସମ୍ପର୍କ ରହିଛି ହୁଏତ ସେମାନେ ନିଜର ସ୍ୱାର୍ଥ ପାଇଁ ଆମକୁ ଅନେକ ସମୟରେ ମିଛ କହିଥାନ୍ତି ତ ଆଉ କେତେବେଳେ ଅହେତୁକ ହିଂସାତ୍ମକ ଆକ୍ରୋଶ ଭାବ ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଆଉ ଯାହାକୁ ଆମେ ନିକଟରୁ ଜାଣିନାହିଁ ସେମାନେ ଯେ ଆମକୁ ସବୁବେଳେ ସତ୍ୟ ବଚନ କହିବେ କିମ୍ବା ଆମ ଭଲ କାମନା କରିବେ ବୋଲି ଭାବିବା ଆମର ସଂକୀର୍ଣ୍ଣ ମାନସିକତା ଜନିତ ଏକ ଦୁର୍ବଳତା ଛଡ଼ା ଆଉ କିଛି ହୋଇନପାରେ। ପ୍ରତ୍ୟେକ ମଣିଷଙ୍କ ତାଙ୍କ ଜୀବନରେ ଏସବୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ଆଜି ସମୟରେ। ଆମ ପାଇଁ ଜୀବନର ପ୍ରଥମ ମଣିଷ ଆମ ମା ଏବଂ ଦ୍ୱିତୀୟ ବ୍ୟକ୍ତି ବାପାଙ୍କ ବ୍ୟତୀତ ତୃତୀୟ ମଣିଷଟି ଆମର ଭଲ ଭାଇ କିମ୍ବା ଭଉଣୀ ଠାରୁ ମଧ୍ୟ ଅନେକ ସମୟରେ ଅହେତୁକ ଭାବେ ଆଶାତୀତ ମିଥ୍ୟା ବଚନ ଶୁଣିବାକୁ ମିଳିଥାଏ ଯେତେବେଳେ ବିଷୟ ରହିଥାଏ ବ୍ୟକ୍ତିଗତ ସ୍ୱାର୍ଥରେ। ଆଉ ତାପରେ ଯେ ଚତୁର୍ଥ ସମ୍ପର୍କ ଗୁଡ଼ିକ ଠାରୁ ଆରମ୍ଭ କରି ଅଜ୍ଞାତ ମଣିଷ ପର୍ଯ୍ୟନ୍ତ ମିଥ୍ୟାବାଦିତାର ସୀମା ନାହିଁ ଅହରହ ଲୁଣ୍ଠନ କରିବା ପାଇଁ। ଏ କଥା ହୁଏତ ସମସ୍ତେ ସଠିକ୍ ଭାବେ ଆକଳନ କରିପାରୁନଥିବେ କିନ୍ତୁ ଶାନ୍ତ ସରଳ ଚିତ୍ତରେ ତାହାର ସମୀକ୍ଷା କରି ଦେଖନ୍ତୁ ଜାଣିପାରିବେ ଯେ ଆମ ଜୀବନର ଜଟିଳତା କେବଳ ସେମିତି ସେହି ଅମଣିଷ ମିଥ୍ୟାଭରା ପ୍ରରୋଚନା ପାଇଁ ଯାହାର କୌଣସି ପ୍ରାକୃତିକ ସଂଯୋଜନା ନାହିଁ ଯିଏ ଆମକୁ ଜନ୍ମ ଦେଇଛି ଏହି ପ୍ରକୃତି କୋଳରେ। ଅତଏବ
ସଂସାରର ସମସ୍ତ ମନୁଷ୍ୟକୃତ କୁହେଳିକା ପ୍ରହେଳିକା ବିଷୟ ଏବଂ ବସ୍ତୁଗୁଡ଼ିକୁ ସନ୍ତୁଳିତ ଢଙ୍ଗରେ ପରଖି ସେଗୁଡ଼ିକର ମିଥ୍ୟା ଓ ସତ୍ୟତାର ସନ୍ଧାନ କରିବା ଏବଂ ପ୍ରାକୃତିକ ସତ୍ୟକୁ ଜାଣିବା ପାଇଁ ପ୍ରୟାସ କରିବା ହେଉଛି ସୃଜନଶୀଳତା। ସେଗୁଡ଼ିକର ଉପଯୁକ୍ତ ଜ୍ଞାନ ଆହରଣ କରି ଯଥାସାଧ୍ୟ ତାହାର ସଦୁପଯୋଗ କରୁଥିବା ମଣିଷକୁ ସୃଜନଶୀଳ ମଣିଷ ବୋଲି କୁହାଯାଏ। ଜଣେ ସୃଜନଶୀଳ ମଣିଷ ଚେତନାର ଚରମ ଶୀର୍ଷରେ ପହଞ୍ଚିବା ପରେ ମନୁଷ୍ୟକୃତ ଭୟଗୁଡ଼ିକର କୌଣସି ପ୍ରକୋପ ପ୍ରଭାବ ଏବଂ ବାସ୍ତବତା ନଥିବା ଜାଣିପାରିଥାନ୍ତି। ତେଣୁ ସେମାନେ ସମାଜରେ ପ୍ରଚଳିତ କୁହେଳିକା ପ୍ରହେଳିକା ଗୁଡ଼ିକୁ ଭୂକ୍ଷେପ ନକରି ନିର୍ଭୀକ ଜୀବନଯାପନ କରିବାରେ ସମର୍ଥ ହୋଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକୁ କିନ୍ତୁ ସେମାନେ ଯଥେଷ୍ଟ ସଜାଗ ଢଙ୍ଗରେ ନେଇଥାନ୍ତି, କାରଣ ତାହାର ପ୍ରଭାବ ପ୍ରକୋପ ଓ ଭୟାବହତା ଉପରେ ଯଥେଷ୍ଟ ଜ୍ଞାନ ରହିଥାଏ ସେମାନଙ୍କର। ଅଜ୍ଞାନ ନିର୍ବୋଧ ମଣିଷ କିନ୍ତୁ ସଚେତନ ସୃଜନଙ୍କ ବିପରୀତରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ ଅନୁଧ୍ୟାନ କଲେ। ଅସଚେତନ ନିର୍ବୋଧ ମଣିଷ ସବୁବେଳେ ସାମାଜିକ ମିଥ୍ୟା କୁହେଳିକାରେ ନିଜକୁ ଭୀତତ୍ରସ୍ତ କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକ ପ୍ରତି ସେମାନଙ୍କ ସଚେତନ ଭାବ ଆଦୌ ରହିନଥାଏ, କାରଣ ସେମାନେ ବୁଝିପାରନ୍ତି ନାହିଁ ଯେ ମନୁଷ୍ୟକୃତ କୁହେଳିକା ପ୍ରହେଳିକା ଜନିତ ଭୟାବହତାର କୌଣସି ପ୍ରତ୍ୟକ୍ଷ ପ୍ରଭାବ ଆଉ କିଛି ରହିନଥାଏ, କେବଳ ଏକ ମାନସିକ ବିଚଳିତତା ବ୍ୟତୀତ। କିନ୍ତୁ ପ୍ରାକୃତିକ ଭୟାବହତାର ଭୀଷଣତା ସେମାନଙ୍କୁ କୌଣସି ପ୍ରଭାବ ପ୍ରକୋପ ପକାଇ ନଥାଏ, ଯାହା ସମୟକ୍ରମରେ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ, ବର୍ତ୍ତମାନର ବିଶ୍ୱ ଉତ୍ତାପ ବୃଦ୍ଧି, ଭୂତଳ ଜଳସ୍ତର କ୍ଷୀଣ ହେବା, ପାତାଳ ପାର୍ବତ୍ୟ ହିମ ତରଳିବା ଭଳି ଆହୁରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯାହା ଆଗକୁ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି କରିବା ତଥା ମଣିଷ ସମାଜକୁ ଭୂପୃଷ୍ଠରୁ ବିଲୁପ୍ତ କରିବାକୁ ଯାଉଅଛି। ସେଗୁଡ଼ିକ ଉପରେ ସାଧାରଣରେ କାହାର ଚେତନା, ସଚେତନତା କିମ୍ବା ଜାଗ୍ରତ ଭାବ ଦେଖିବାକୁ ଜମା ମିଳୁନାହିଁ। କିନ୍ତୁ ମନୁଷ୍ୟକୃତ ଭୟାବହତା ତଥା ନିଜର ଆର୍ଥିକ ଭବିଷ୍ୟତ, ଶାରୀରିକ ରୋଗ ଯନ୍ତ୍ରଣା ଜନିତ ମୃତ୍ୟୁ ତଥା ସାମାଜିକ ସମ୍ମାନ ଭଳି ଆହୁରି ଅନେକ ଅପ୍ରାକୃତିକ ବିଷୟ ଉପରେ ପ୍ରାୟ ସମସ୍ତଙ୍କ ବିପରୀତମୁଖୀ ଜ୍ଞାନ ଯଥେଷ୍ଟ ବୃଦ୍ଧି ହେଉଥିବା ଆଦୌ ଅସ୍ୱୀକାର କରିହେବ ନାହିଁ। ଅତଏବ କହିବାକୁ ଗଲେ ନିଜକୁ ନିଜେ ଜଣେ ମଣିଷ ସୃଜନଶୀଳ କରିବା ପାଇଁ ଆଜିଠାରୁ ଚେଷ୍ଟା ଆରମ୍ଭ କଲେ କେତେ ଯେ ଦିନ କିମ୍ବା ବର୍ଷ ଲାଗିବ ତାହା ପାଇବା ପାଇଁ ନିର୍ଭର କରୁଛି ସମ୍ପୃକ୍ତ ମଣିଷର ଜନ୍ମଗତ ଗୁଣ, ଧର୍ମ, ମାନସିକ ସ୍ଥିତି ଉପରେ। କିନ୍ତୁ ଯେତେ ବର୍ଷ ଲାଗିଲେ ମଧ୍ୟ ଯେ ନିଜର ମୃତ୍ୟୁଟି ଅତ୍ୟନ୍ତ ସୁଖଦାୟକ ହୋଇପାରିବ ସେଥିରେ କୌଣସି ସନ୍ଦେହ ନାହିଁ। ଆଉ ଜୀବନରେ ଜଣେ ନିର୍ଭୀକ ମଣିଷ ଭଳି ଆନନ୍ଦରେ ବଞ୍ଚିବା ମଧ୍ୟ ସମ୍ଭବ ହୋଇପାରିବ, ଯାହା ହୁଏତ ଆଜି କାହାକୁ ବୁଝା ପଡୁନାହିଁ, କିନ୍ତୁ ଏହା ସତ୍ୟ। ଅଧିକ ଜାଣିବା ପାଇଁ ଆଗ୍ରହୀ ମଣିଷମାନେ ଆମ ସହିତ ଏଠାରେ କିମ୍ବା ଅନ୍ୟ ଯେକୌଣସି ଉପାୟରେ ପ୍ରଶ୍ନୋତ୍ତର କରିପାରିବେ। ନିଃସ୍ୱାର୍ଥପର ଭାବେ ସମସ୍ତଙ୍କୁ ସଠିକ ମାର୍ଗ ଦେଖାଇ ବ୍ୟକ୍ତିଗତ ସୃଜନଶୀଳତା ସୃଷ୍ଟି କରି ସାଧାରଣ ଲୋକଙ୍କ ମଙ୍ଗଳ କାମନା ଆମର ବିଚାର। ଏକ ଉତ୍ତମ ମଣିଷ ସମାଜ ଗଠନ ଦିଗରେ କାର୍ଯ୍ୟ କରି ସମସ୍ତଙ୍କୁ ପ୍ରାକୃତିକ ବାସ୍ତବ ସତ୍ୟର ଦର୍ଶନ କରାଇବା ଆମର ଏକମାତ୍ର ଲକ୍ଷ୍ୟ। ସମ୍ପୂର୍ଣ୍ଣ ନିଃଶୁଳ୍କ ପରାମର୍ଶ ତଥା କାହାର ଯେକୌଣସି ସମସ୍ୟାର ସମାଧାନର ପଥ ପ୍ରଦର୍ଶନ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା। ଅଧିକନ୍ତୁ କୋମଳମତି କିଶୋର କିଶୋରୀ ତଥା ଶିକ୍ଷା କେନ୍ଦ୍ର ଗୁଡ଼ିକରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ପାଇଁ ଆମର ସତ୍ୟ ମାର୍ଗଦର୍ଶୀ ପ୍ରେରଣା ସବୁବେଳେ ଉନ୍ମୁକ୍ତ। ଆଗାମୀ ଅଧ୍ୟାୟ ଗୁଡ଼ିକରେ ପର୍ଯ୍ୟାୟକ୍ରମେ ଆଲୋଚନା କରିବା ଯେ ମଣିଷର କେଉଁ ସବୁ ଗୁଣ ଚରିତ୍ର କାରଣରୁ ମନରେ ଭୟ ସୃଷ୍ଟି ହୋଇଥାଏ, ନିର୍ବୋଧ କେମିତି ବିଭିନ୍ନ ଅପ୍ରାକୃତିକ ଭୟାତୁର ପରିବେଶରେ ରହି ନିଜକୁ ଜୀବନ୍ତ ଦଗ୍ଧ କରି ବଞ୍ଚୁଛନ୍ତି ଏବଂ ସମାଜର କେଉଁ ବର୍ଗର ଧୂର୍ତ୍ତ ଚତୁର କେମିତି ପ୍ରତାରିତ ନିଷ୍ପେଷିତ କରୁଛନ୍ତି ସେମାନଙ୍କୁ। ପ୍ରାକୃତିକ ଭୟାବହତା କ'ଣ ଏବଂ ସେଗୁଡ଼ିକର ସମାଧାନ କେମିତି କରାଯାଇପାରିବ ବିଧେୟ। ଆଜି ପାଇଁ ଏତିକି। ଧନ୍ୟବାଦ।